ସମସ୍ତଙ୍କୁ ନମସ୍କାର। ଆମ ବିଚିତ୍ର ବିଶ୍ୱ ପରିବେଶ ପାଠର ପ୍ରଥମ ପାଠ ଏକତ୍ର ବାସ କରିବାର ଗୋଷ୍ଠୀରେ ସହଯୋଗ ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ। ତେବେ ଆସ ଆମେ ଦେଖିବା ଏ ଅଧ୍ୟାୟରେ ଆମ ପାଇଁ କଣ ଅଛି। ତେଣୁ ଏଇ ଅଧ୍ୟାୟ ଶେଷରେ ତୁମେମାନେ ଆମର ଯେଉଁ ବିଭିନ୍ନ କର୍ମଜୀବୀ ମାନେ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ କହିବ। ତା ସହିତ ଆଉ କଣ ନା ଆମକୁ ସେମାନେ କିପରି ବିଭିନ୍ନ କାମରେ ସହଯୋଗ ପ୍ରଦାନ କରନ୍ତି ସେ ସମ୍ପର୍କରେ ମଧ୍ୟ କହିବ। ଠିକ ଅଛି ପିଲାମାନେ, ତେବେ ଆସ ଆମେ ଦେଖିବା କଣ କଣ ଅଛି। ଆଉ ପୂର୍ବ ଅଧ୍ୟାୟରେ ଆମେ ପଢିଥିଲେ ଯେ କିପରି ପିଲାମାନେ ମିଶି ଗୋଟେ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରିଥିଲେ ଆଉ ତାହାକୁ ନେଇ ସେମାନେ କଣ କରିଥିଲେ ନା ନିଜର ପରିବାରରେ ସମସ୍ତଙ୍କୁ ଦେଇଥିଲେ। ତେଣୁ ଏହି ଉତ୍ସବରେ ସେମାନେ ସେମାନଙ୍କର ପିତାମାତା ଅନ୍ୟାନ୍ୟ ଗ୍ରାମବାସୀକୁ ଏକତ୍ରିତ କରିଥିଲେ। ତେଣୁ ସେମାନେ କିପରି ଏହି ପର୍ବକୁ ପାଳନ କରିଥିଲେ ଆସ ଆମେ ଦେଖିବା। ତାଙ୍କ ପିତାମାତା ମାନେ କିପରି ତାଙ୍କୁ ସାହାଯ୍ୟ ପ୍ରଦାନ କରିଥିଲେ ସେ ସମ୍ପର୍କରେ ଆମେ ଆଜି ଜାଣିବା। ଠିକ ଅଛି, ତ ଏବେ ଆସ ଆମେ ଦେଖିବା ନିମନ୍ତ୍ରଣ ପତ୍ର ପାଇଲା ପରେ ସେମାନେ କଣ ସବୁ କଥା ହେଲେ ଆସ ଏବେ ଆମେ ଜାଣିବା। ତ ନିମନ୍ତ୍ରଣ ପତ୍ର ପାଇଲା ପରେ ପ୍ରଥମେ ଶିଲା କହିଲେ, କଣ କହିଲେ ନା ଆମେ ଯେଉଁ ପାର୍କରେ ବନ ମହୋତ୍ସବ ପାଳନ ଯୋଜନା କରିଛେ ତାହାର ତ ମରାମତି ଆବଶ୍ୟକ ହବ, କାରଣ ସବୁ ଭାଙ୍ଗି ଭୁଙ୍ଗି ଯାଇଛି। ଯଦି ଆମେ ସେଠି ବନ ମହୋତ୍ସବ ପାଳନ କରୁଛେ ତେଣୁକରି ତାର ଯଦି ମରାମତି ଆମେ ଠିକ ସେ ନ କରିବା ସେସବୁ ଆମର ଭଲ ଲାଗିବ ନାହିଁ ଦେଖିବାକୁ। ତେଣୁ ସାଙ୍ଗେ ସାଙ୍ଗେ ସମୀର କହିଲେ ହଁ, ଏହି ପାର୍କ ବର୍ଷ ବର୍ଷ ଧରି ଆମ ଜୀବନର ଅଂଶ ହୋଇ ରହିଛି। ଘରେ ମୋ ପାଖରେ କିଛି କାଠ ଓ କଣ୍ଟା ଅଛି। ମୁଁ ପାର୍କର ବେଞ୍ଚ ଗୁଡ଼ିକୁ ସବୁ ସଜାଡି ପାରିବି କି? ମୁଁ ସଜାଡି ଦେବି, ସବୁ ଯାହା ଯାହା ଅଛି ସବୁ ଆମେ ସଜାଡି ଦେବା। ସାଙ୍ଗେ ସାଙ୍ଗେ କବିତା କହିଲେ ମୁଁ ପାର୍କ ପାଖରେ ଥିବା ରାସ୍ତା କଡରେ ଯେଉଁ ବିଜୁଳି ବତି ଅଛି ସେଗୁଡିକ ଟିକେ ଜଳୁନି, ତାର ମୁଁ ମରାମତି କରିପାରିବି। ତେଣୁ ସାଙ୍ଗେ ସାଙ୍ଗେ ନୂର ମଧ୍ୟ କହିଲେ, କଣ କହିଲେ ନା ମୁଁ ନର୍ସରୀରେ କିଛି ଚାରା ଆଣିବି, ତାପରେ ଆମେ ପାର୍କ ଚାରିପଟେ ସେଗୁଡିକୁ ଲଗାଇବା। କାରଣ ଗଛ ଚାରା ନଥିଲେ ଆମେ ବୃକ୍ଷରୋପଣ କରିବା କେମିତି। ତେଣୁ ସେ କଣ କହିଲେ ଆମେ ନର୍ସରୀରୁ କିଛି ଚାରା ନେଇ ଆସିବା। ତେଣୁ କବିତା କହିଲେ ଯଦି ଆମେ ସମସ୍ତେ ଏହିପରି ଏକାଠି କାମ କରିବା ତେବେ ସ୍ୱଳ୍ପ ସମୟ ମଧ୍ୟରେ ଆମର ଯେଉଁ ପାର୍କଟି ଅଛି ତାହା ପ୍ରସ୍ତୁତ ହୋଇଯିବ। ଦେଖିବା ଆମକୁ କେଉଁମାନେ ସବୁ ସହଯୋଗ କରୁଛନ୍ତି ଏହି କାମରେ। ସହଯୋଗ ଦେଖିବା, ପ୍ରଥମ ଚିତ୍ର ଦେଖିଲ କିଏ ଇଏ ଅଛନ୍ତି ନା ରାଜମିସ୍ତ୍ରୀ। ତାହେଲେ ରାଜମିସ୍ତ୍ରୀ କଣ କରନ୍ତି ନା ଇଟା ସିମେଣ୍ଟ ବ୍ୟବହାର କରି ଆମ ପାଇଁ କୋଠା ଘର ସିଏ ତିଆରି କରିଦେଇଥାନ୍ତି ନାଇଁ। ଯଦି ରାଜମିସ୍ତ୍ରୀ ନଥିବେ ଆମ ଘର କିଏ ତିଆରି କରିବ। ତେଣୁ ଘର ତିଆରି ସେ କଣ କେଉଁ ଯନ୍ତ୍ର ବ୍ୟବହାର କରନ୍ତି ଦେଖିଲେ ଏଟା କଣ କରଣୀ ନାଇଁ। ସେ କରଣୀ ଯନ୍ତ୍ରକୁ ବ୍ୟବହାର କରିଥାନ୍ତି। ଦେଖିଲ ଏ ବ୍ୟକ୍ତି ଜଣ କିଏ ବଢେଇ। ତାହେଲେ ବଢେଇ କଣ କରନ୍ତି ନା କାଠରେ ଆମର ବିଭିନ୍ନ ଆସବାବ ପତ୍ର ତିଆରି କରିଥାନ୍ତି। କଣ ବ୍ୟବହାର କରନ୍ତି ଦେଖିଲ କରତ ବ୍ୟବହାର କରନ୍ତି ନାଇଁ। ହଁ, ତେବେ ଦେଖିଲ ଏ ବ୍ୟକ୍ତି ଜଣ କିଏ ମାଳି। ମାଳି କଣ କରନ୍ତି ବଗିଚାରେ ଯତ୍ନ ନେବା, ଗଛରେ ପାଣି ଦେବା, ଗଛ ମୂଳରୁ ଘାସ ସଫା କରିବା ଆଦି ବିଭିନ୍ନ କାର୍ଯ୍ୟ କରି ଆମ ବଗିଚାକୁ ସୁନ୍ଦର କରି ରଖିଥାନ୍ତି। ସେ କଣ ବ୍ୟବହାର କରୁଛନ୍ତି ଦେଖିଲ ପାଣି ଝରି ବା ୱାଟରିଂ କ୍ୟାନ, ଯୋଉଥିରେ ସେ ଗଛରେ ପାଣି ଦେଇଥାନ୍ତି। ବୁନ୍ଦା ବୁନ୍ଦା ହେଇ ଗଛରେ ପାଣି ପଡିଥାଏ। ଦେଖିଲ ଏ ବ୍ୟକ୍ତି ଜଣ କିଏ ଅଛନ୍ତି ସଫେଇ କର୍ମଚାରୀ। ଯିଏ କଣ କରନ୍ତି ନା ରାସ୍ତାଘାଟ ଆଉ ପରିବେଶକୁ ସଫା ରଖିଥାନ୍ତି। ଆମ ପରିବେଶ ତାଙ୍କ ପାଇଁ ସଫା ରହିଥାଏ। ସେ କେଉଁ ବ୍ୟବହାର କରୁଛନ୍ତି, କଣ ବ୍ୟବହାର କରୁଛନ୍ତି ଦେଖିଲ ଝାଡୁ। ଝାଡୁ ସାହାଯ୍ୟରେ ସେ କଣ କରନ୍ତି ନା ଆମ ପରିବେଶକୁ ସଫା ରଖିଥାନ୍ତି। ଦେଖିଲ ଏ ବ୍ୟକ୍ତି ଜଣ କିଏ ଅଛନ୍ତି ଏଠି ଇଲେକ୍ଟ୍ରିସିଆନ ନାଇଁ।
ବା ବିଦ୍ୟୁତ ମିସ୍ତ୍ରୀ। ତ ବିଦ୍ୟୁତ ମିସ୍ତ୍ରୀ କଣ କରନ୍ତି ନା ଆମର ବିଦ୍ୟୁତ ସରଞ୍ଜାମର ମରାମତି କାର୍ଯ୍ୟ କରିଥାନ୍ତି। କଣ ବ୍ୟବହାର କରୁଛନ୍ତି ନା ପ୍ଲାୟର ବ୍ୟବହାର କରିଥାନ୍ତି। ଠିକ ଅଛି ପିଲାମାନେ, ତ ଗୋଷ୍ଠୀରେ ଆମର ଏମିତି ଅନେକ ଲୋକ ଥାନ୍ତି ଯୋଉମାନେ କି ଆମକୁ ବିଭିନ୍ନ ପ୍ରକାରର କାର୍ଯ୍ୟରେ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆସ ଆମେ କେତୋଟି ପ୍ରଶ୍ନ ଦେଖିବା। ଯେଉଁଠାରେ ପିଲାମାନେ ପାଠ ପଢନ୍ତି ଓ ନୂଆ ଜିନିଷ ଶିଖନ୍ତି ସେହି ସ୍ଥାନର ନାମ କଣ? ବିଦ୍ୟାଳୟ। ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରୁଥିବା ଛାତ୍ରଙ୍କୁ ଆମେ କଣ କହିବା? ଛାତ୍ର ତତ୍ତ୍ୱାବଧାରକ ବା କ୍ଲାସ ମନିଟର ତମର ସବୁ ଅଛନ୍ତି? ହଁ, ସେ କଣ କରନ୍ତି ନା ଶ୍ରେଣୀ ଗୃହରେ ଶୃଙ୍ଖଳା ରକ୍ଷା କରିଥାନ୍ତି। ଚିକିତ୍ସା ପାଇଁ ଆମେ କେଉଁଠାକୁ ଯାଉ? ଡାକ୍ତରଖାନା ଯାଇଥାଉ, ନାଇଁ? ଭେରି ଗୁଡ। ଚିଠି ପତ୍ର ଆଣିବା ଓ ନେବା କାର୍ଯ୍ୟ କେଉଁ ସଂସ୍ଥା କରିଥାଏ? ଡାକଘର। ଭେରି ଗୁଡ। ଦେଖିବା ଆମକୁ କେଉଁମାନେ ସବୁ ସହଯୋଗ କରୁଛନ୍ତି ଏହି କାମରେ ସହଯୋଗ ଦେଖିବା। ପ୍ରଥମ ଚିତ୍ର ଦେଖିଲ କିଏ ଇଏ ଅଛନ୍ତି ନା ରାଜମିସ୍ତ୍ରୀ। ତାହେଲେ ରାଜମିସ୍ତ୍ରୀ କଣ କରନ୍ତି ନା ଇଟା ସିମେଣ୍ଟ ବ୍ୟବହାର କରି ଆମ ପାଇଁ କୋଠା ଘର ସିଏ ତିଆରି କରିଦେଇଥାନ୍ତି, ନାଇଁ? ଯଦି ରାଜମିସ୍ତ୍ରୀ ନଥିବେ ଆମ ଘର କିଏ ତିଆରି କରିବ? ତେଣୁ ଘର ତିଆରି ସେ କଣ କେଉଁ ଯନ୍ତ୍ର ବ୍ୟବହାର କରନ୍ତି? ଦେଖିଲେ ଏଟା କଣ? କରଣୀ, ନାଇଁ? ସେ କରଣୀ ଯନ୍ତ୍ରକୁ ବ୍ୟବହାର କରିଥାନ୍ତି। ଦେଖିଲ ଏ ବ୍ୟକ୍ତି ଜଣ କିଏ? ବଢେଇ। ତାହେଲେ ବଢେଇ କଣ କରନ୍ତି ନା କାଠରେ ଆମର ବିଭିନ୍ନ ଆସବାବ ପତ୍ର ତିଆରି କରିଥାନ୍ତି। କଣ ବ୍ୟବହାର କରନ୍ତି ଦେଖିଲ? କରତ ବ୍ୟବହାର କରନ୍ତି, ନାଇଁ? ହଁ। ତେବେ ଦେଖିବା, ଦେଖିଲ ଏ ବ୍ୟକ୍ତି ଜଣ କିଏ? ମାଳି। ମାଳି କଣ କରନ୍ତି? ବଗିଚାରେ ଯତ୍ନ ନେବା, ଗଛରେ ପାଣି ଦେବା, ଗଛ ମୂଳରୁ ଘାସ ସଫା କରିବା ଆଦି ବିଭିନ୍ନ କାର୍ଯ୍ୟ କରି ଆମ ବଗିଚାକୁ ସୁନ୍ଦର କରି ରଖିଥାନ୍ତି। ସେ କଣ ବ୍ୟବହାର କରୁଛନ୍ତି ଦେଖିଲ? ପାଣି ଝରି ବା ୱାଟରିଂ କ୍ୟାନ, ଯୋଉଥିରେ ସେ ଗଛରେ ପାଣି ଦେଇଥାନ୍ତି। ବୁନ୍ଦା ବୁନ୍ଦା ହେଇ ଗଛରେ ପାଣି ପଡିଥାଏ। ଦେଖିଲ ଏ ବ୍ୟକ୍ତି ଜଣ କିଏ ଅଛନ୍ତି? ସଫେଇ କର୍ମଚାରୀ। ଯେ କଣ କରନ୍ତି ନା ରାସ୍ତାଘାଟ ଆଉ ପରିବେଶକୁ ସଫା ରଖିଥାନ୍ତି। ଆମ ପରିବେଶ ତାଙ୍କ ପାଇଁ ସଫା ରହିଥାଏ। ସେ କେଉଁ ବ୍ୟବହାର କରୁଛନ୍ତି, କଣ ବ୍ୟବହାର କରୁଛନ୍ତି ଦେଖିଲ? ଝାଡୁ। ଝାଡୁ ସାହାଯ୍ୟରେ ସେ କଣ କରନ୍ତି ନା ଆମ ପରିବେଶକୁ ସଫା ରଖିଥାନ୍ତି। ଦେଖିଲ ଏ ବ୍ୟକ୍ତି ଜଣ କିଏ ଅଛନ୍ତି ଏଠି? ଇଲେକ୍ଟ୍ରିସିଆନ, ନାଇଁ? ବା ବିଦ୍ୟୁତ ମିସ୍ତ୍ରୀ। ତ ବିଦ୍ୟୁତ ମିସ୍ତ୍ରୀ କଣ କରନ୍ତି ନା ଆମର ବିଦ୍ୟୁତ ସରଞ୍ଜାମର ମରାମତି କାର୍ଯ୍ୟ କରିଥାନ୍ତି। କଣ ବ୍ୟବହାର କରୁଛନ୍ତି ନା ପ୍ଲାୟର ବ୍ୟବହାର କରିଥାନ୍ତି। ଠିକ ଅଛି ପିଲାମାନେ, ତ ଗୋଷ୍ଠୀରେ ଆମର ଏମିତି ଅନେକ ଲୋକ ଥାନ୍ତି ଯୋଉମାନେ କି ଆମକୁ ବିଭିନ୍ନ ପ୍ରକାରର କାର୍ଯ୍ୟରେ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆସ ଆମେ କେତୋଟି ପ୍ରଶ୍ନ ଦେଖିବା। ଯେଉଁଠାରେ ପିଲାମାନେ ପାଠ ପଢନ୍ତି ଓ ନୂଆ ଜିନିଷ ଶିଖନ୍ତି ସେହି ସ୍ଥାନର ନାମ କଣ? ବିଦ୍ୟାଳୟ। ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରୁଥିବା ଛାତ୍ରଙ୍କୁ ଆମେ କଣ କହିବା? ଛାତ୍ର ତତ୍ତ୍ୱାବଧାରକ ବା କ୍ଲାସ ମନିଟର ତମର ସବୁ ଅଛନ୍ତି? ହଁ, ସେ କଣ କରନ୍ତି ନା ଶ୍ରେଣୀ ଗୃହରେ ଶୃଙ୍ଖଳା ରକ୍ଷା କରିଥାନ୍ତି। ଚିକିତ୍ସା ପାଇଁ ଆମେ କେଉଁଠାକୁ ଯାଉ? ଡାକ୍ତରଖାନା ଯାଇଥାଉ, ନାଇଁ? ଭେରି ଗୁଡ। ଚିଠି ପତ୍ର ଆଣିବା ଓ ନେବା କାର୍ଯ୍ୟ କେଉଁ ସଂସ୍ଥା କରିଥାଏ? ଡାକଘର। ଭେରି ଗୁଡ। ତେବେ ଆସ ଶୂନ୍ୟ ସ୍ଥାନ ପୂରଣ କରିବା। ଡ୍ୟାସ ଆମକୁ ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରନ୍ତି। ଶିକ୍ଷକ ଆମକୁ ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରନ୍ତି। ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ୟାସ ରୋଗୀଙ୍କୁ ପରୀକ୍ଷା କରନ୍ତି। ଡାକ୍ତର କରିଥାନ୍ତି। ଡ୍ୟାସ ପିଲାମାନଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟ ଆଣିଥାନ୍ତି। ବସ୍ ଡ୍ରାଇଭର, ନାଇଁ? ଆମେ ସମସ୍ତେ ମିଶି କାମ କଲେ ଆମ ଗୋଷ୍ଠୀ ଡ୍ୟାସ ହେବ ଉନ୍ନତ ବା ସୁଦୃଢ ହବ, ନା ନାଇଁ? ଭେରି ଗୁଡ।
ତେବେ ଦେଖ ଆମେ ସ୍ତମ୍ଭ ମିଳନ କରିବା। ଡାକବାଲା କଣ କରନ୍ତି ନା ଚିଠି ବାଣ୍ଟି ଥାନ୍ତି। ସଫେଇ କର୍ମଚାରୀ କଣ କରନ୍ତି ପରିବେଶକୁ ସଫା ରଖିଥାନ୍ତି। ଖେଳ ପଡିଆରେ କଣ ହୁଏ ନା ଆମେ ଖେଳକୁଦ କରିଥାଉ। ବିଦ୍ୟାଳୟକୁ କେଉଁ କାମରେ ବ୍ୟବହାର କରିବା ପାଠ ପଢିବା ପାଇଁ, ନାଇଁ? ଏବେ ଦେଖିବା ଆଉ କେତୋଟି ପ୍ରଶ୍ନ ଦେଖ। ବିଦ୍ୟାଳୟର ସଫେଇ କର୍ମଚାରୀଙ୍କ ଭୂମିକା କଣ? ବିଦ୍ୟାଳୟରେ ସଫେଇ କର୍ମଚାରୀ ବିଦ୍ୟାଳୟ ପରିଷ୍କାରକୁ ପରିଷ୍କାର ଓ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରନ୍ତି। ଆମ ପରିବେଶ ସଫା ରଖନ୍ତି ବିଦ୍ୟାଳୟ ପରିବେଶକୁ। ଆମ ଗାଁରେ ହାଟ ଓ ବଜାରର ଆବଶ୍ୟକତା କାହିଁକି ଥାଏ? କାରଣ ଆମର ଯୋଉ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ପନିପରିବା, ଫଳ, ମସଲା ଇତ୍ୟାଦି କିଣିବା ପାଇଁ ଆମର ବଜାରର ଆବଶ୍ୟକତା ଥାଏ। ଦଳଗତ କାର୍ଯ୍ୟ ଦ୍ୱାରା କଣ ଲାଭ ହୁଏ? ଦଳଗତ କାର୍ଯ୍ୟ ଦ୍ୱାରା କୌଣସି ବି କଷ୍ଟକର କାମ ଶୀଘ୍ର ଓ ସହଜରେ ସମ୍ପାଦିତ ହୋଇଥାଏ। ଯଦି ଆମେ ଏକାଠି ହୋଇ କାମ କରିବା ତ ଆମର କାମ ସବୁ ସହଜରେ ହେଇପାରିବ ଆଉ ଜଲ୍ଦି ଜଲ୍ଦି ମଧ୍ୟ ହେଇପାରିବ। ଆମେ ଆମର ସାଧାରଣ ସ୍ଥାନ ଗୁଡ଼ିକ କିପରି ରଖିବା ଉଚିତ? ଆମେ ଆମର ସାଧାରଣ ସ୍ଥାନ ଗୁଡ଼ିକ ସବୁବେଳେ ସଫା ଓ ସୁରକ୍ଷିତ ରଖିବା ଉଚିତ। ଯାହା ଦ୍ୱାରା କଣ ହବ ନା ସେଟା ସମସ୍ତଙ୍କର ବ୍ୟବହାର ଯୋଗ୍ୟ ହେଇପାରିବ। ଲୋକମାନେ ତାକୁ ବ୍ୟବହାର କରିବେ ଆଉ ନିଜର ଉନ୍ନତି ମଧ୍ୟ କରିପାରିବେ। ତେଣୁ ଏହା ହିଁ ଥିଲା ଆମର ଆଜିର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନୂଆ ଜିନିଷ ଶିଖିଥିବ। ତେଣୁକରି ଆଜିର ଅଧ୍ୟାୟକୁ ଏଇଠି ରଖିବା। ପୁଣି ଆଗାମୀ ଅଧ୍ୟାୟରେ ଆମର ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।